କୋଡ଼ିଏଟି ଭୁବନ ବା ଲୋକ। ଈଶ୍ୱର ଏବଂ ଈଶ୍ୱରଙ୍କର ସୃଷ୍ଟି ବହୁତ ରହସ୍ୟମୟ। ଏହି ସୃଷ୍ଟି ଭିତରେ କୋଟି କୋଟି ବ୍ରହ୍ମାଣ୍ଡ ତିଆରି ହେଉଛନ୍ତି ଏବଂ ବିଲୀନ ହୋଇଯାଉଛନ୍ତି ଈଶ୍ୱରଙ୍କ ବକ୍ଷରେ। ଆମର ଏହି ବ୍ରହ୍ମାଣ୍ଡ ଯେଉଁଥିରେ ପୃଥିବୀ ଅଛି, ଏହି ବ୍ରହ୍ମାଣ୍ଡ ବହୁତ ରହସ୍ୟମୟ ଅଟେ। ଏହା ଭିତରେ ଅନେକ ଲୋକ ଅଛି। ଈଶ୍ୱର ବ୍ରହ୍ମାଣ୍ଡ ଠାରୁ ଊର୍ଦ୍ଧ୍ୱରେ ରହି ବ୍ରହ୍ମାଣ୍ଡ ବାହାରେ ରହି ବ୍ରହ୍ମାଣ୍ଡକୁ ସଞ୍ଚାଳିତ କରୁଛନ୍ତି। ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି ଆମର ବ୍ରହ୍ମାଣ୍ଡରେ ଥିବା ବିଭିନ୍ନ ଲୋକ, ଊର୍ଦ୍ଧ୍ୱଲୋକ, ଅଧୋଲୋକ ଇତ୍ୟାଦି ବିଷୟରେ। ଆସନ୍ତୁ ଜାଣିବା। ଓଡ଼ିଆ ଭାଗବତରେ ଅତି ବଡ଼ି ଶ୍ରୀ ଜଗନ୍ନାଥ ଦାସ ଲେଖିଛନ୍ତି, ଅନାଦି ଅବ୍ୟକ୍ତ ମହିମା ଅନନ୍ତ ଈଶ୍ୱରଙ୍କ ସୀମା। ଈଶ୍ୱର ହେତୁ ଏ ସଂସାର, ସଂସାରୁ ଈଶ୍ୱର ବାହାର। ତେଣୁ ସଂସାରର ମାୟାରୁ ଈଶ୍ୱର ବାହାରେ ରହି ଯେ କି ମାୟାକୁ ସୃଷ୍ଟି କରିଛନ୍ତି, ସେ ସଂସାରକୁ ସଞ୍ଚାଳିତ କରୁଛନ୍ତି। ତାଙ୍କର ଏହି ସୃଷ୍ଟିରେ ବିଭିନ୍ନ ବିଭାଗ ରହିଛି। ପ୍ରତ୍ୟେକ ବିଭାଗକୁ ଦାୟିତ୍ୱ ଦିଆହେଇଛି ଜଣେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ। ବିଭିନ୍ନ ବିଭାଗ ବା ବିଭିନ୍ନ ଲୋକରେ ସେମାନେ ସମଗ୍ର ଜଳ ଜୀବ ଇତ୍ୟାଦିକୁ ପରିଚାଳନା କରୁଛନ୍ତି। ଆସନ୍ତୁ ଗୋଟି ଗୋଟି କରି ଜାଣିବା। ଆମର ଏହି ବ୍ରହ୍ମାଣ୍ଡ ଯେଉଁଥିରେ କି ପୃଥିବୀ ରହିଛି, ଏଠି ଆଧ୍ୟାତ୍ମିକ ଲୋକ ଅଛି। ଶ୍ରୀଲୋକ, କୈଳାସ, ବୈକୁଣ୍ଠ ଏବଂ ଗୋଲୋକକୁ ନେଇକି ଆଧ୍ୟାତ୍ମିକ ଲୋକ। ମଧ୍ୟଲୋକ ଅଛି, ଯାହାକୁ ଭୂଲୋକ ବା ଜୀବଲୋକ ବା ପାର୍ଥିବ ଲୋକ କୁହାଯାଉଛି। ଭୂଲୋକରୁ ଊର୍ଦ୍ଧ୍ୱଗାମୀ ହେଲେ ଊର୍ଦ୍ଧ୍ୱଲୋକ, ଅନେକ ଗୁଡ଼ିଏ ଊର୍ଦ୍ଧ୍ୱଲୋକ ରହିଛି। ସତ୍ୟଲୋକ, ତପଲୋକ, ଜନଲୋକ, ମହରଲୋକ, ସ୍ୱର୍ଗଲୋକ ଏବଂ ଭୁବଲୋକ। ଭୂଲୋକରୁ ଅଧଗାମୀ ହେଲେ ଅଧୋଲୋକ ରହିଛି। ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, ପାତାଳ। ଏହା ସହିତ ଦୁଇଟି କ୍ଷଣସ୍ଥାୟୀ ଲୋକ ରହିଛି, ଯାହାକୁ ପିତୃଲୋକ ଏବଂ ନର୍କଲୋକ ବା ଯମଲୋକ ମଧ୍ୟ କୁହାଯାଇଥାଏ। ଭୂଲୋକ ବା ପୃଥିବୀ ଠାରୁ ଉପରେ ଥିବା 6ଟି ଲୋକ ଏବଂ ପୃଥିବୀର ତଳେ ଥିବା 7ଟି ଲୋକ, ଏହିଭଳି ସମୁଦାୟ 14ଟି ଲୋକକୁ 14 ଭୁବନ କୁହାଯାଏ। ସବା ଉପରେ ରହିଥାଏ ସତ୍ୟଲୋକ, ଯାହାକୁ ବ୍ରହ୍ମଲୋକ ମଧ୍ୟ କୁହାଯାଏ। ଏହିଠାରେ ଅବସ୍ଥାନ କରିଥାନ୍ତି ଭଗବାନ ପରମପିତା ବ୍ରହ୍ମା ଏବଂ ମାତା ସରସ୍ୱତୀ। ଏହା ସହିତ ଅନେକ ପବିତ୍ର ଆତ୍ମା ଏହିଠାରେ ନିବାସ କରିଥାନ୍ତି। ଏହି ସ୍ଥାନରୁ ହିଁ ସଂସାରର ମୂଳଦୁଆ ତିଆରି ହୋଇଥାଏ। ଏହିଠାରୁ ହିଁ ମାୟାର ସୃଷ୍ଟି। ବ୍ରହ୍ମ କଣିକା ବା ଯେଉଁ କଣିକା ସମୟ ସହିତ ଧୀରେ ଧୀରେ ପରିବର୍ତ୍ତନ ହୋଇଥାଏ, ସେହିଭଳି କଣିକାରେ ଏହିଭଳି ସତ୍ୟଲୋକ ତିଆରି ହୋଇଥାଏ। ଧୀରେ ଧୀରେ ଯେପରି କୌଣସି ଗୋଟିଏ ବୃତ୍ତର କେନ୍ଦ୍ରଠାରୁ ପରିଧି ଆଡ଼କୁ ଆମେ ଯାଇଥାଉ, ସେହିଭଳି ସତ୍ୟ ଲୋକରୁ ଧୀରେ ଧୀରେ ଅନ୍ୟାନ୍ୟ ଲୋକ, ଭୂଲୋକ, ପାତାଳ ଇତ୍ୟାଦି ଆଡ଼କୁ ଆତ୍ମା ଗତି କରିଥାଏ। ସତ୍ୟଲୋକ ତଳେ ହେଉଛି ତପଲୋକ। ଏହିଠାରେ 4 ଜଣ ବେଦକୁମାର ନିବାସ କରିଥାନ୍ତି, ଯେଉଁମାନେ ଚିର ବାଳକ ଅବସ୍ଥାରେ ଥାଆନ୍ତି। ସେମାନଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଜ୍ଞାନକୁ ଆଧାର କରି ରଖିବା। ସଂସାରରେ ବ୍ୟାପୁଥିବା ଜ୍ଞାନ ଏହିମାନଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ। ତପଲୋକ ତଳେ ହେଉଛି ଜନଲୋକ। ଜନଲୋକରେ ପରମପିତା ବ୍ରହ୍ମାଙ୍କର ବଂଶଧରମାନେ ରହିଥାନ୍ତି। ସେମାନଙ୍କ ମଧ୍ୟରେ ଅନେକ ଦେବଗଣ ମଧ୍ୟ ଥାଆନ୍ତି। ଜନଲୋକ ତଳେ ହେଉଛି ମହରଲୋକ। ଏହା ମୁନି ଋଷି ମାନଙ୍କର, ସାଧୁ, ସନ୍ନ୍ୟାସୀ, ଯୋଗୀ, ତପସ୍ୱୀ ମାନଙ୍କର ଲୋକ। ଭଗବାନ ପରଶୁରାମ ଏହିଠାରେ ତପସ୍ୟାରତ ରହିଥାନ୍ତି। ମହରଲୋକ ତଳେ ହେଉଛି ସ୍ୱର୍ଗଲୋକ। ଦେବରାଜ ଇନ୍ଦ୍ର ହେଉଛନ୍ତି ସ୍ୱର୍ଗଲୋକର ଅଧିପତି। ପବିତ୍ର ଆତ୍ମା, ଅନେକ ପୁଣ୍ୟ କରିଥିବା ଆତ୍ମା ଏହିଠାରେ ସ୍ଥାନ ପାଇଥାଏ ଏବଂ ଅନେକ ପ୍ରକାରର ଐଶ୍ୱର୍ଯ୍ୟ, ସୁବିଧା, ସୁଖ ଇତ୍ୟାଦି ଭୋଗ କରିବାର ସୁଯୋଗ ପାଇଥାଏ। ଏଠାରେ ବସବାସ କରୁଥିବା ଦେବତାଗଣ ମୁଖ୍ୟତଃ
ଦେବମାତା ଅଦିତିଙ୍କ ଗର୍ଭରୁ ଜାତ ହୋଇଥାନ୍ତି। ଏମାନେ ବିଭିନ୍ନ ପ୍ରକାରର ଗୁଣର ବାହକ ହୋଇଥାନ୍ତି, ଯେମିତି ପବନ ଦେବତା, ବରୁଣ ଦେବତା, ଅଗ୍ନି ଦେବତା ଇତ୍ୟାଦି। ଏମାନେ ସମସ୍ତେ ନିଜର ଶକ୍ତି ଦ୍ୱାରା ପୃଥିବୀରେ ବାସ କରୁଥିବା ମାନବମାନଙ୍କୁ ସଞ୍ଚାଳିତ କରିଥାନ୍ତି। ସ୍ୱର୍ଗଲୋକ ତଳେ ହେଉଛି ଭୂବହ ଲୋକ। ଭୂବହ ଲୋକରେ ଅନେକ ଗୁଡ଼ିଏ ଲୋକ ବିଦ୍ୟମାନ, ଯେମିତିକି ସପ୍ତର୍ଷି ମଣ୍ଡଳ ଲୋକ, ଧ୍ରୁବ ଲୋକ, ସୂର୍ଯ୍ୟ ଲୋକ ବା ଯାହାକୁ ଆମେ ସୌରଜଗତ କହୁଛେ, ଏହା ସହିତ ନକ୍ଷତ୍ର ଲୋକ, ଯେଉଁଥିରେ ଅନେକ ତାରକା, ଗ୍ରହ ଇତ୍ୟାଦି ରହିଥାନ୍ତି। ଜ୍ୟୋତିଷ ବିଦ୍ୟାରେ ଯେଉଁ ତାରକା ବା ନକ୍ଷତ୍ର ଗଣକୁ ଆମେ ପଢ଼ୁଛେ, ସେ ସମସ୍ତ ତାରକାପୁଞ୍ଜ ଏହି ଭୂବହ ଲୋକରେ ରହି ପୃଥିବୀରେ ଥିବା ମାନବର ଜନ୍ମଜାତକକୁ ନିୟନ୍ତ୍ରଣ କରିଥାନ୍ତି। ଭୂବହ ଲୋକ ତଳେ ହେଉଛି ଭୂଲୋକ, ଯାହାକୁ ଆମେ ପୃଥିବୀ କହୁଛେ। ପୃଥିବୀ ଏବଂ ଏହା ସହିତ ଜଡ଼ିତ ବାୟୁମଣ୍ଡଳ ମଧ୍ୟ ଏହି ଭୂଲୋକ ଅନ୍ତର୍ଗତ। ଏହି ଭୂଲୋକରେ ହିଁ ମାନବର ସ୍ଥିତି। ମାନବ ଯେ କି ଦେବ ଏବଂ ଦାନବ ଦୁଇ ପ୍ରକାର ଗୁଣର ମିଶ୍ରଣ। ବ୍ରହ୍ମାଣ୍ଡରେ ଏହିପରି ଅନେକ ପୃଥିବୀ ରହିଛନ୍ତି। ଆମରି ପୃଥିବୀରେ ଜୀବ ସୃଷ୍ଟି ହେବା ପାଇଁ କୋଟି କୋଟି ବର୍ଷ ଲାଗିଥାଏ। ଏହାର ବିବର୍ତ୍ତନବାଦ ଦ୍ୱାରା ଏକକୋଷୀ ଠାରୁ ଆରମ୍ଭ କରି ବହୁକୋଷୀ ପ୍ରାଣୀ ତିଆରି ହୋଇଥାନ୍ତି, ଯେଉଁମାନେ କି ନିଜର କର୍ମ ଅନୁସାରେ ବାରମ୍ବାର ଜନ୍ମ ଭୋଗନ୍ତି ଏବଂ ଦଣ୍ଡ ପାଇଥାନ୍ତି, ପୁଣି ପୃଥିବୀ ପୃଷ୍ଠରେ ପୁନଃ ଜନ୍ମଗ୍ରହଣ କରିଥାନ୍ତି। ଭୂଲୋକର ଠିକ୍ ନିମ୍ନ ଭାଗରେ ହେଉଛି ଅତଳ ଲୋକ, ଯେଉଁଠାରେ ବାଲାସୁର ନାମକ ଜଣେ ଦୈତ୍ୟ ବାସ କରୁଛି। ସେ ହେଉଛି ମାୟାସୁରର ପୁତ୍ର, ଯେ କି 96 ପ୍ରକାରର ମାୟା ରଚନା କରି ଏହି ଲୋକରେ ଅବସ୍ଥାନ କରୁଛି। ଅତଳ ଲୋକ ତଳେ ହେଉଛି ବିତଳ ଲୋକ, ଯେଉଁଠାରେ ମହାଦେବଙ୍କର ଏକ ରୂପ ହଟକେଶ୍ୱର ଶିବଙ୍କର ବାସ। ଏହିଠାରେ ହଟକି ନାମକ ଏକ ନଦୀ ପ୍ରବାହିତ ହେଉଥାଏ, ଯାହାର ଜଳଧାରା ସ୍ୱର୍ଣ୍ଣ ସଦୃଶ ହୋଇଥାଏ। ତେଣୁ ଏଠାକାର ବାସିନ୍ଦାମାନେ ସବୁବେଳେ ସ୍ୱର୍ଣ୍ଣ ଆଭୂଷଣ ଧାରଣ କରିଥାନ୍ତି। ସୁତଳ ଲୋକର ରାଜା ହେଉଛନ୍ତି ମହାରାଜା ବଳି, ଯାହାଙ୍କୁ ଭଗବାନ ବିଷ୍ଣୁ ନିଜର ବାମନ ଅବତାରରେ ତାଙ୍କ ମସ୍ତକ ଉପରେ ନିଜର ତୃତୀୟ ପାଦ ରଖି ସୁତଳ ଲୋକକୁ ପଠାଇ ଦେଇଥିଲେ ଏବଂ ଏଠାକାର ରାଜା ଘୋଷଣା କରିଥିଲେ, ସମୟ ଆସିଲେ ସେ ତାଙ୍କୁ ସ୍ୱର୍ଗର ରାଜା ଦେବରାଜ ରୂପେ ଅଭିଷିକ୍ତ କରିବେ ବୋଲି ବଚନ ଦେଇ ଆସିଛନ୍ତି। ସୁତଳ ଲୋକ ତଳେ ହେଉଛି ତଳାତଳ ଲୋକ, ଯେଉଁଠାରେ ମାୟାସୁର ବାସ କରିଥାଏ। ମାୟାସୁର ହେଉଛି ଅସୁରମାନଙ୍କର ବାସ୍ତୁଶିଳ୍ପୀ ବା ବାସ୍ତୁକାର, ଯାହାକୁ ଅନେକ ପ୍ରକାରର ଇନ୍ଦ୍ରଜାଲ ବା ମାୟାଜାଲ ଜଣା ରହିଥାଏ। ତାପରେ ହେଉଛି ମହାତଳ। ଏହି ମହାତଳ ଲୋକରେ କଶ୍ୟପ ଋଷିଙ୍କର ପତ୍ନୀ କଦ୍ରୁଙ୍କର ପୁତ୍ରଗଣ, ଯେଉଁମାନେ କି ସର୍ପ, ସେଇମାନେ ନିବାସ କରିଥାନ୍ତି। ସେମାନଙ୍କ ମଧ୍ୟରେ ତକ୍ଷକ, କାଳିୟ ଇତ୍ୟାଦି ସର୍ପ ରହିଥାନ୍ତି। ମହାତଳ ତଳେ ହେଉଛି ରସାତଳ। ଏହି ରସାତଳରେ ଅନେକ ରାକ୍ଷସ, ଦୈତ୍ୟ, ଅସୁର ଇତ୍ୟାଦି ବାସ କରିଥାନ୍ତି। ଏଇମାନେ ଦେବତାଙ୍କର ପ୍ରକୃତ ଶତ୍ରୁ। ଏମାନେ ସବୁବେଳେ ସ୍ୱର୍ଗ ପ୍ରାପ୍ତି ପାଇଁ ଦେବତାଙ୍କ ସହିତ ଯୁଦ୍ଧ କରିଥାନ୍ତି। ଏମାନେ ଅନେକ ଆସୁରିକ ଗୁଣର ବାହକ ହୋଇଥାନ୍ତି। ପାତାଳ ଲୋକର ଅଧିପତି ହେଉଛନ୍ତି ନାଗରାଜ ବାସୁକି। ଏହି ଲୋକରେ ଅନେକ ସର୍ପ ରହିଥାନ୍ତି, ଯେଉଁମାନଙ୍କର ବଡ଼ ବଡ଼ ଫଣା ଥାଏ। ନାଗରାଜ ବାସୁକି ସେମାନଙ୍କର ରାଜା। ନାଗରାଜ ବାସୁକି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ନିଜର ଫଣ ଦ୍ୱାରା ଟେକିକି ଧରି ରଖିଥାନ୍ତି। ପାତାଳ ଲୋକ ତଳେ ପିତୃଲୋକ ରହିଥାଏ। ଏହା ଏକ କ୍ଷଣସ୍ଥାୟୀ ଲୋକ। ପୂର୍ବ ପୁରୁଷଗଣ ଯେଉଁମାନେ ପୃଥିବୀରେ ନିଜର ଶରୀର ତ୍ୟାଗ କରିଥାନ୍ତି, ସେଇମାନେ କିଛି କାଳ ଏହି ଲୋକରେ ଅବସ୍ଥାନ କଲା ପରେ ପୁନର୍ବାର ପୃଥିବୀ ପୃଷ୍ଠକୁ ଫେରିଆସି ଜନ୍ମ ନିଅନ୍ତି। ପାତାଳ ଲୋକ ତଳେ ପିତୃଲୋକ ସହିତ ନର୍କଲୋକ ମଧ୍ୟ ରହିଛି, ଯାହାକୁ ଯମଲୋକ କୁହାଯାଏ। ଏହିଠାରେ ଯମରାଜା ପ୍ରତ୍ୟେକଟି ଆତ୍ମାର ନ୍ୟାୟ ବିଚାର କରିଥାନ୍ତି। ଯେଉଁ ଆତ୍ମାଗୁଡ଼ିକ ଅଧିକ କଳୁଷିତ ବା ପ୍ରଦୂଷିତ ହୋଇଯାଇଥାଏ, ନିଜର ପାପକର୍ମ ଭାରା ସହିପାରି ନଥାନ୍ତି, ସେହି ଆତ୍ମାଗୁଡ଼ିକୁ ନର୍କରେ
ଅନେକ ଦଣ୍ଡ ବା ଯାତନା ଦିଆଯାଇଥାଏ। ସେମାନଙ୍କର ଦଣ୍ଡ ଭୋଗ କରିସାରିଲା ପରେ ସେମାନେ ପୁଣି ପୃଥିବୀ ପୃଷ୍ଠରେ ଜୀବ ରୂପେ ଜନ୍ମଗ୍ରହଣ କରିଥାନ୍ତି। ଯେଉଁ ସବୁ ଲୋକ ବିଷୟରେ ବା ଭୁବନ ବିଷୟରେ ଆପଣମାନଙ୍କୁ କହିଲି, ଏସବୁ ସଂସାର ଭିତରେ ବା ବ୍ରହ୍ମାଣ୍ଡ ଈଶ୍ୱରଙ୍କର ସୃଷ୍ଟି ଭିତରେ। ଆଗରୁ କହିଛି ଈଶ୍ୱର ସଂସାର ବାହାରେ ବାହାରେ ଥାଇ ସେ ସୃଷ୍ଟିକୁ ନିର୍ମାଣ କରିଥାନ୍ତି। ସେହି ବାହାରେ ଯେଉଁ ଲୋକ ରହିଥାଏ ତାହାକୁ ଆଧ୍ୟାତ୍ମିକ ଲୋକ କୁହାଯାଏ। ଆଧ୍ୟାତ୍ମିକ ଲୋକର ମୂଳଦୁଆ ହେଉଛି ଶ୍ରୀ ଲୋକ। ଏହିଠାରେ ମା ଶକ୍ତି ସ୍ୱରୂପା ଦୁର୍ଗା ରାଜରାଜେଶ୍ୱରୀ ଭୁବନେଶ୍ୱରୀ ରୂପରେ ଶ୍ରୀଚକ୍ର ସହିତ ବିଦ୍ୟମାନ ଅଟନ୍ତି। ଏହି ଆଧ୍ୟାତ୍ମିକ ଲୋକ ଭିତରେ ଆଉ ତିନୋଟି ସ୍ଥାନ ମଧ୍ୟ ଆସୁଛି। କୈଳାସ, ଯେଉଁଠି ମହାଦେବ ଶିବ, ମାତା ପାର୍ବତୀ, ପୁତ୍ର ଗଣେଶ କାର୍ତ୍ତିକଙ୍କ ସହିତ ଅବସ୍ଥାନ କରନ୍ତି। ଏହା ସହିତ ବୈକୁଣ୍ଠ ଲୋକ, ଯେଉଁଠି ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ, ବାସୁକୀ ନାଗଙ୍କର ସ୍ୱରୂପ, ଗରୁଡ଼, ନାରଦ ଇତ୍ୟାଦିଙ୍କ ସହିତ ଅବସ୍ଥାନ କରନ୍ତି। ଏବଂ ଗୋଲୋକ, ଯେଉଁଠି ରାଧାକୃଷ୍ଣ ବିଦ୍ୟମାନ ଅଟନ୍ତି। ଆଗରୁ ଅନେକ ଥର ଅନେକ ଭିଡ଼ିଓରେ ଆପଣମାନଙ୍କୁ କହିଛି ଯେ ଯାହା ଯାହା ବ୍ରହ୍ମାଣ୍ଡରେ ଅଛି ତାହା ତାହା ଏହି ପିଣ୍ଡରେ ଅଛି। ମଣିଷ ଶରୀରରେ ପ୍ରତ୍ୟେକଟି ଲୋକ ବିଦ୍ୟମାନ। ମୂଳାଧାର ଚକ୍ର ହେଉଛି ଭୂଲୋକର ପ୍ରତୀକ। ସ୍ୱାଦିଷ୍ଠାନ ଭୂବଲୋକର, ମଣିପୁର ସ୍ୱର୍ଗଲୋକର, ଅନାହତ ଚକ୍ର ହେଉଛି ମହରଲୋକର, ବିଶୁଦ୍ଧ ଚକ୍ର ହେଉଛି ଜନଲୋକର, ଆଜ୍ଞା ଚକ୍ର ହେଉଛି ତପଲୋକର ଏବଂ ସହସ୍ରାର ଚକ୍ର ହେଉଛି ସତ୍ୟଲୋକର ପ୍ରତୀକ। ଆତ୍ମାର ସଦ୍ଗତି ବା ଊର୍ଦ୍ଧ୍ୱଗତି ହେଲେ ଆତ୍ମା ମୂଳାଧାର ଚକ୍ରରୁ ଧୀରେ ଧୀରେ ସହସ୍ରାର ଚକ୍ର ଆଡ଼କୁ ଆଗେଇଥାଏ। ଅର୍ଥାତ୍ ଭୂଲୋକରୁ ଧୀରେ ଧୀରେ ସତ୍ୟଲୋକ ଆଡ଼କୁ ଯାଏ ଏବଂ ମୋକ୍ଷ ପ୍ରାପ୍ତିର ରାସ୍ତା ଖୋଲି ଯାଇଥାଏ। ଯେତେବେଳେ ଆତ୍ମା ନିମ୍ନଗାମୀ ହୁଏ ବା ଅଧୋଗତି ହୁଏ, ଅର୍ଥାତ୍ ଯେଉଁ ସମୟରେ ମଣିଷ ପାଶବିକ ଆଚରଣ କରିଥାଏ, ସେହି ସମୟରେ ତାର ମୂଳାଧାର ଚକ୍ରରୁ ନିମ୍ନ ଭାଗକୁ ଆତ୍ମା ଖସିଯାଇ ଅନେକ ପଶୁପକ୍ଷୀ, କୀଟପତଙ୍ଗ ଇତ୍ୟାଦି ଯୋନିରେ ଆତ୍ମା ଜନ୍ମଗ୍ରହଣ କରେ ଏବଂ ଆସୁରିକ ପ୍ରବୃତ୍ତି ଲାଭ କରିଥାଏ। ସେଗୁଡ଼ିକ ଅତଳ, ବିତଳ, ସୁତଳ, ତଳାତଳ, ରସାତଳ, ମହାତଳ ଓ ପାତାଳ ଇତ୍ୟାଦି ଲୋକକୁ ସୂଚାଇଥାନ୍ତି। କେବଳ ଇନ୍ଦ୍ରିୟ ସୁଖ ପାଇଁ ଏବଂ ଉପଭୋଗକୁ ପ୍ରାଧାନ୍ୟ ଦେଇ ବଞ୍ଚିବା ପାଇଁ ଚାହୁଁଥିବା ଆତ୍ମା ନର୍କଗାମୀ ହୋଇଥାଏ ଏବଂ ଯମଦଣ୍ଡ ଭୋଗିବା ପାଇଁ ପ୍ରଯୁଜ୍ୟ ହୋଇଥାଏ। ଆମ ଶରୀରର ବିଭିନ୍ନ ଚକ୍ରରେ ଅନେକ ଦେବଦେବୀ ବସବାସ କରିଥାନ୍ତି। ତେଣୁ ମଣିଷ ଶରୀରରେ ଦେବତା, ରାକ୍ଷସ ଏଭଳି ଦୁଇ ଗୁଣର ସମନ୍ୱୟ ହୋଇ ମନୁଷ୍ୟ ବା ମାନବ ଗୁଣ ତିଆରି ହୋଇଥାଏ। ସାଧୁଜନ ମାନେ ଏହି ସବୁ ଜିନିଷକୁ ଅନୁଭବ କରିଥାନ୍ତି, ଜାଣିଥାନ୍ତି ମଧ୍ୟ। ତେଣୁ ସେମାନେ ସବୁବେଳେ କହିଥାନ୍ତି, ଏହିଠାରେ ହିଁ ସ୍ୱର୍ଗ, ଏହିଠାରେ ହିଁ ମର୍ତ୍ତ୍ୟ ଏବଂ ଏହିଠାରେ ହିଁ ନର୍କ ଅବସ୍ଥାନ କରୁଛି। ତେଣୁ ପୃଥିବୀ ପୃଷ୍ଠରେ ମଣିଷ ସବୁ ପ୍ରକାର ସୁଖ ସୁବିଧା ସହିତ ବିଭିନ୍ନ ପ୍ରକାରର ଦଣ୍ଡ ଏବଂ ଅନେକ ପ୍ରକାରର ଜନ୍ମ ଭୋଗ କରି ଆସୁଛି। ଆଶା କରୁଛି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଦେଇଥିବା ସୂଚନା ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭଲ ଲାଗିଥିବ ଏବଂ ଆପଣଙ୍କର ଜ୍ଞାନ ବୃଦ୍ଧି କରିଥିବ। ଆପଣମାନଙ୍କଠୁ ଆଉ ଗୋଟିଏ ଜିନିଷ ଆଶା କରୁଛି, ଗପ ଅମୃତ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପ୍ରୋତ୍ସାହିତ କରନ୍ତୁ ମୋତେ ଆପଣମାନଙ୍କୁ ଏହିଭଳି ବିଭିନ୍ନ ପ୍ରକାର ତଥ୍ୟ ଦେବା ପାଇଁ, ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ। ଧନ୍ୟବାଦ। ପୁଣି ଆସିବି ଏଭଳି କିଛି ଜ୍ଞାନପ୍ରଦ ଭିଡ଼ିଓ ଆଣି ଆପଣମାନଙ୍କ ପାଖକୁ।